ପୁରୁଣା ପୂର୍ବ ଏଠାରେ ଥିବା ମୋ ଛୋଟ ବଡ଼ ଭାଇ ଓ ଭଉଣୀମାନେ ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଅଗଷ୍ଟ 15 ତାରିଖ ଆମ ଦେଶର 80ତମ ସ୍ୱାଧୀନତା ଦିବସ। ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି। ପ୍ରତିବର୍ଷ ଅଗଷ୍ଟ 15 ଏକ ଗୌରବମୟ ଦିନ ହୋଇଥାଏ, କାରଣ ଏହି ଦିନ ଭାରତ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ବ୍ରିଟିଶ ଶାସନରୁ ସ୍ୱାଧୀନ ହୋଇଥିଲା। ଏହି ସ୍ୱାଧୀନତା ଆମ ସହଜରେ ମିଳିନଥିଲା, ବରଂ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସାହସ ଏବଂ ସଂଘର୍ଷ ଏବଂ ଦେଶପ୍ରେମ ଫଳସ୍ୱରୂପ ଆଜି ଆମେ ଯେଉଁ ସ୍ୱାଧୀନ ଭାରତର ନାଗରିକ ଭାବେ ବଞ୍ଚିଛୁ, ଗର୍ବରେ ବଞ୍ଚିଛୁ, ସେଥିପାଇଁ ଆମେ ଆମ ବକ୍ତବ୍ୟ ଶେଷ କରି ଜୟ ହିନ୍ଦ, ଜୟ ଭାରତ।